ମୋର ପ୍ରିୟ ଶିକ୍ଷକ ଭାଇ ଓ ଭଉଣୀମାନଙ୍କୁ ନମସ୍କାର। ଜୟ ଜଗନ୍ନାଥ। ଆଜିର ଏହି ଭିଡ଼ିଓରେ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ସୁନ୍ଦର ଭାଷଣଟିଏ ନେଇ ଆସିଛି। ତେବେ ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିନେବା। ସମ୍ମାନନୀୟ ସଭାପତି ମହୋଦୟ, ମଞ୍ଚାସୀନ ବିଶିଷ୍ଟ ଅତିଥିବୃନ୍ଦ, ଆଦରଣୀୟ ମୁଖ୍ୟ ଶିକ୍ଷକ ମହୋଦୟ, ସମ୍ମାନିତ ଶିକ୍ଷକ ଶିକ୍ଷୟିତ୍ରୀମାନେ, ପ୍ରିୟ ଅଭିଭାବକବୃନ୍ଦ ଏବଂ ମୋର ସ୍ନେହର ଛାତ୍ରଛାତ୍ରୀମାନେ, ସମସ୍ତଙ୍କୁ ମୋର ସାଦର ପ୍ରଣାମ ଏବଂ 80ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ସ୍ୱାଧୀନତା ତ୍ୟାଗ, ତପସ୍ୟା ଓ ନୂତନ ଭାରତର ସଂକଳ୍ପ। ଆଜିର ଏହି ପବିତ୍ର ପ୍ରଭାତରେ ଯେତେବେଳେ ଆମର ଜାତୀୟ ପତାକା ତ୍ରିରଙ୍ଗା ଆକାଶରେ ଗର୍ବର ସହ ଫରଫର ହୋଇ ଉଡ଼ୁଛି, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଦେଶପ୍ରେମ, ଗୌରବ ଓ କୃତଜ୍ଞତାରେ ପରିପୂର୍ଣ୍ଣ ହୋଇଯାଏ। ଏହି ପତାକା କେବଳ 3ଟି ରଙ୍ଗର ସମାହାର ନୁହେଁ, ଏହା ଲକ୍ଷ ଲକ୍ଷ ଶହୀଦଙ୍କ ସ୍ୱପ୍ନ, ତ୍ୟାଗ, ସାହସ ଓ ବଳିଦାନର ଅମର ପ୍ରତୀକ। 15 ଅଗଷ୍ଟ ଆମକୁ ସ୍ମରଣ କରାଏ ଯେ ସ୍ୱାଧୀନତା କେବେ ଉପହାରରେ ମିଳିନଥିଲା। ଏହା ଅସଂଖ୍ୟ ସଂଗ୍ରାମ, କଷ୍ଟ, କାରାବାସ, ଅତ୍ୟାଚାର ଓ ରକ୍ତଦାନର ଫଳ। ଆମ ପୂର୍ବପୁରୁଷମାନେ ନିଜର ସୁଖ, ପରିବାର ଏବଂ ପ୍ରାଣକୁ ମଧ୍ୟ ଦେଶ ପାଇଁ ସମର୍ପଣ କରିଥିଲେ। ସେଥିପାଇଁ ଆଜି ଆମେ ସ୍ୱାଧୀନ ଭାରତରେ ମୁକ୍ତ ଭାବରେ ନିଶ୍ୱାସ ନେଉଛୁ। ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଦମ୍ୟ ସାହସ, ଭଗତ ସିଂହଙ୍କ ଅମର ବଳିଦାନ, ଚନ୍ଦ୍ରଶେଖର ଆଜାଦଙ୍କ ନିର୍ଭୀକତା ଏବଂ ହଜାର ହଜାର ଅଜଣା ଶହୀଦଙ୍କ ତ୍ୟାଗ ଆମ ସ୍ୱାଧୀନତାର ମୂଳଦୁଆ। ଓଡ଼ିଶାର ବୀର ସୁରେନ୍ଦ୍ର ସାଏ, ଜୟୀରାଜଗୁରୁ, ବାଜି ରାଉତ, ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ଅବଦାନ ଆମ ପାଇଁ ଚିରଦିନ ପ୍ରେରଣାର ଉତ୍ସ। ପ୍ରିୟ ବନ୍ଧୁଗଣ, ସ୍ୱାଧୀନତା କେବଳ ଶାସନ ପରିବର୍ତ୍ତନର ନାମ ନୁହେଁ। ସ୍ୱାଧୀନତାର ପ୍ରକୃତ ଅର୍ଥ ହେଉଛି ଚିନ୍ତାର ସ୍ୱାଧୀନତା, ଶିକ୍ଷାର ସ୍ୱାଧୀନତା, ସମାନ ସୁଯୋଗ, ସାମାଜିକ ନ୍ୟାୟ ଓ ମାନବିକ ମୂଲ୍ୟବୋଧ। ଯେପର୍ଯ୍ୟନ୍ତ ସମାଜରେ ଅଶିକ୍ଷା, ଦାରିଦ୍ର୍ୟ, ଦୁର୍ନୀତି, ଅନ୍ଧବିଶ୍ୱାସ ଓ ବୈଷମ୍ୟ ରହିଛି, ସେପର୍ଯ୍ୟନ୍ତ ଆମର ଦାୟିତ୍ୱ ଶେଷ ହୋଇନାହିଁ। ଆଜିର ଭାରତ ବିଜ୍ଞାନ, ମହାକାଶ, ଡିଜିଟାଲ ପ୍ରଯୁକ୍ତି, କୃଷି, କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ବିଶ୍ୱମଞ୍ଚରେ ଭାରତର ପରିଚୟ ଦିନକୁ ଦିନ ସୁଦୃଢ଼ ହେଉଛି। କିନ୍ତୁ ବିକାଶ ସହିତ ଆମକୁ ସଂସ୍କାର, ନୈତିକତା, ପରିବେଶ ସୁରକ୍ଷା ଓ ସାମାଜିକ ସମ୍ପ୍ରତିକୁ ସମାନ ଗୁରୁତ୍ୱ ଦେବାକୁ ପଡ଼ିବ। ପ୍ରିୟ ଛାତ୍ରଛାତ୍ରୀମାନେ, ଆପଣମାନେ ହିଁ ଆଗାମୀ ଭାରତର ଆଶାର ଆଲୋକ। ଆପଣଙ୍କ ହାତରେ ଆଗାମୀ ଭାରତର ଭାଗ୍ୟ ନିର୍ଭର କରୁଛି। ଭଲ ଶିକ୍ଷା ଗ୍ରହଣ କରନ୍ତୁ, ବଡ଼ମାନଙ୍କୁ ସମ୍ମାନ ଦିଅନ୍ତୁ, ସମୟର ମୂଲ୍ୟ ବୁଝନ୍ତୁ, ପରିବେଶକୁ ଭଲ ପାଆନ୍ତୁ, ସତ୍ୟ ଓ ସଚ୍ଚୋଟତାର ପଥରେ ଚାଲନ୍ତୁ। ଜଣେ ଭଲ ଛାତ୍ର ହିଁ ଆଗାମୀ ଦିନର ଜଣେ ଭଲ ନାଗରିକ ହୋଇପାରେ। ଆସନ୍ତୁ ଆମେ ଏମିତି ଏକ ଭାରତ ଗଢ଼ିବାର ସଂକଳ୍ପ ନେବା, ଯେଉଁଠାରେ କେହି ଭୋକିଲା ରହିବେ ନାହିଁ, କେହି ଅଶିକ୍ଷିତ ରହିବେ ନାହିଁ, କେହି ଭେଦଭାବର ଶିକାର ହେବେ ନାହିଁ ଏବଂ ପ୍ରତ୍ୟେକ ଶିଶୁ ସମାନ ସୁଯୋଗ ପାଇବେ। ଆମର ସ୍ୱାଧୀନତା ସେତେବେଳେ ହିଁ ସଫଳ ହେବ, ଯେତେବେଳେ ପ୍ରତ୍ୟେକ ଭାରତୀୟ ନିଜ କର୍ତ୍ତବ୍ୟକୁ ସତ୍ୟ ନିଷ୍ଠାର ସହ ପାଳନ କରିବେ। ଆସନ୍ତୁ ଏହି 80ତମ ସ୍ୱାଧୀନତା ଦିବସରେ ଆମେ ଶପଥ ନେବା, ଆମ ଦେଶକୁ ଭଲ ପାଇବା, ସମ୍ବିଧାନକୁ ସମ୍ମାନ କରିବା, ପରିବେଶକୁ ସୁରକ୍ଷା କରିବା, ସ୍ୱଚ୍ଛତା ବଜାୟ ରଖିବା, ଦୁର୍ନୀତିକୁ ବିରୋଧ କରିବା ଏବଂ ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତ ଗଠନରେ ନିଜର ଅବଦାନ ରଖିବା। ମୋର ବକ୍ତବ୍ୟ ଶେଷ କରିବା ପୂର୍ବରୁ କବି ଗଙ୍ଗାଧର ମେହେରଙ୍କ ପ୍ରେରଣାଦାୟକ ବାଣୀକୁ ସ୍ମରଣ କରିବାକୁ ଚାହେଁ। ଉଠ କଙ୍କାଳ, ଛାଡ଼ ଆଳସ୍ୟ, ଜାଗ ଉତ୍କଳ ସନ୍ତାନ। ଏହି ବାଣୀ କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ମଧ୍ୟ ପ୍ରେରଣା। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ କହିବା, ଭାରତ ମାତା କି ଜୟ, ବନ୍ଦେ ମାତରମ୍, ଜୟ ହିନ୍ଦ।